ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରିୟମାନେ, ଆଜି ଜାଣିବା ଆମେ ଜହନଙ୍କ ବିଷୟରେ। ଏଲିସାବେଥ ଗର୍ଭବତୀ ହେଲା ଓ ସେ ପୁତ୍ରଙ୍କୁ ପ୍ରସବ କଲା। 8 ଦିନ ପରେ ପୁତ୍ରଙ୍କ ନାମକରଣ କଲେ। ଲୋକମାନେ ଅନ୍ୟ ନାମ ବାଛିଥିଲେ, ମାତ୍ର ଏଲିସାବେଥ ଜହନ ବୋଲି ରଖିଲେ। ଲୋକମାନେ ଆଶ୍ଚର୍ଯ୍ୟ ହେଲେ, କାରଣ ପରିବାରରେ ଏହି ନାମର କେହି ନଥିଲେ। ଲୋକମାନେ ଜାଣିଥିଲେ ଯେ ପ୍ରଭୁଙ୍କର ହସ୍ତ ଏହି ପୁତ୍ର ପ୍ରତି ବିସ୍ତାର କରିଅଛି। ସେଥିରେ ଜହନ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବାକୁ ଲାଗିଲେ। ପ୍ରଭୁ ସେହି ଜହନଙ୍କୁ ପ୍ରଭୁଙ୍କ ରାସ୍ତା ଶିକ୍ଷା ଦେବାକୁ ମନୋନୀତ କରିଅଛନ୍ତି। ଜହନ ବାକ୍ୟ ପ୍ରଚାର ଏହିପରି ଥିଲା, ପ୍ରଭୁଙ୍କ ପଥ ପ୍ରସ୍ତୁତ କର। ଜହନ ପିଲାବେଳେ ଜଙ୍ଗଲ ଓ ଘାଟିରେ ରହୁଥିଲେ ଆଉ ପ୍ରଭୁଙ୍କ ସହିତ ସମ୍ପର୍କ ରଖୁଥିଲେ। ସେ ଭାବବାଦୀ ରୂପେ ଗଣିତ ହେଲେ। ସେ ଅଟଲମର ବସ୍ତ୍ର ପିନ୍ଧୁଥିଲେ, ଅଣ୍ଟାରେ ଚର୍ମ ପଟୁକା ବାନ୍ଧୁଥିଲେ। ତାଙ୍କର ଖାଦ୍ୟ ବନମଧୁ ଓ ପଙ୍ଗପାଳ ଥିଲା। ସେ ଯିହୁଦୀମାନଙ୍କର ଜଙ୍ଗଲରେ ସେ ସମୟ ବିତାଉଥିଲେ। ତାଙ୍କର ବାକ୍ୟ ବା ଶବ୍ଦ ଥିଲା, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ସେ ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଉଥିଲେ। ଏହାର ଅର୍ଥ ପାପରୁ ଫେରି ନୂଆ ଜୀବନ ପାଇବା। ପ୍ରିୟମାନେ, ଲୋକମାନେ ଜହନଙ୍କର ଲୋକପ୍ରିୟତା ଦେଖି କହୁଥିଲେ ଯେ ଇଏ ପ୍ରଭୁ ହେଇଥିବେ ପରା। ପୁଣି ଯାଇ ଜହନଙ୍କୁ ମଧ୍ୟ ପଚାରୁଥିଲେ। ଜହନ କହିଲେ, ମୁଁ ତୁମ୍ଭଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ମୁଁ ତାଙ୍କର ପାଦର ପାଦୁକା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। ଏହିପରି ଶକ୍ତିଶାଳୀ ଆସିବେ। ଜହନଙ୍କ ପ୍ରଚାର କେବଳ ଯୀଶୁ ଆସିବେ ତାହା ନୁହେଁ। ତାଙ୍କର ଶବ୍ଦ ଥିଲା, ପଥ ପ୍ରସ୍ତୁତ କର। ଯୀଶୁ ଜର୍ଦ୍ଦନ ନଦୀକୁ ଆସି ଜହନଙ୍କୁ କହିଲେ, ତୁମ୍ଭ ହସ୍ତରୁ ବାପ୍ତିସ୍ମ ନେବାକୁ ହେବ। ସେଥିରେ ଜହନ କହିଲେ, ମୁଁ ଆପଣଙ୍କ ଠାରୁ ନେବା ଉଚିତ, ଆପଣ ମୋ ଠାରୁ ବାପ୍ତିସ୍ମ ନେବେ। ସେଥିରେ ଯୀଶୁ ଉତ୍ତର ଦେଲେ, ଏବେ ତୁମେ ଏଥିରେ ସମ୍ମତ ହୁଅ। ଧାର୍ମିକତାକୁ ପୂର୍ଣ୍ଣ କରିବାର ଅଛି। ସେଥିରେ ଜହନ ରାଜି ହେଲେ ଓ ଯୀଶୁଙ୍କୁ ବାପ୍ତିସ୍ମ ଉତ୍ତାରେ ଆକାଶ ଉନ୍ମୁକ୍ତ ହେଲା। ପବିତ୍ର ଆତ୍ମା ଓହ୍ଲାଇ ଆସିଲେ। ସ୍ୱର୍ଗଠାରୁ ଏହି ବାଣୀ ହେଲା, ଏହି ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରୁ ଆମ୍ଭର ପରମ ସନ୍ତୋଷ। ଜହନ ଜଣେ ଦୀପ ଥିଲା, ମାତ୍ର ସେ ଈଶ୍ୱରଙ୍କ ବିଷୟରେ ପ୍ରକାଶ କରୁଥିଲେ। ଜହନ ସେବା କାର୍ଯ୍ୟ କେବଳ ଆତ୍ମା ବିଷୟରେ ନୁହେଁ, ସେ ସମାଜ ସେବା ମଧ୍ୟ କରୁଥିଲେ। ସେ ଲୋକକୁ ଭୁଲକୁ ଭୁଲ କହୁଥିଲେ ଓ ସତ୍ୟକୁ ପ୍ରକାଶ କରିବାକୁ ସେ ଡରୁ ନଥିଲେ। ହେରୋଦ ରାଜା ଭାଇର ସ୍ତ୍ରୀକୁ ବିବାହ କଲା। ସେଥିରେ ଜହନ ହେରୋଦଙ୍କୁ ପ୍ରତିବାଦ କଲେ, ତୁମେ କିଛି ଠିକ୍ କଲ ନାହିଁ, କାରଣ ତୁମେ ଭାଇର ସ୍ତ୍ରୀକୁ ବିବାହ କଲ। ହେରୋଦକୁ ସେ କଥାରେ ଅସମ୍ମତ ହେଲେ। ତଥାପି ହେରୋଦ ଜହନଙ୍କୁ ମଧ୍ୟ ଡରୁଥିଲେ, କାରଣ ସେ ଭାବବାଦୀ ଥିଲେ। ତେଣୁ ସେ ଜହନଙ୍କୁ ଜେଲ ବା କାରାଗାରରେ ରଖିଥିଲେ। ସେ ଜୀବନରୁ ସେଥିରେ ହେରୋଦଙ୍କ ସ୍ତ୍ରୀ ଉଚିତ ବିବାହ କରିନଥିବାରୁ ସେ ଜହନଙ୍କୁ ବହୁତ ବିରୋଧ କଲା। ହେରୋଦ ରାଜାଙ୍କ ଜନ୍ମଦିନରେ ସେ ମହଲରେ ମହାଭୋଜ ପ୍ରସ୍ତୁତ କଲେ ଓ ତାହାର ବାର୍ଥରେ ସେ ସେଲିବ୍ରେସନ୍ କଲେ। ସେଥିରେ ହେରୋଦୀୟ ରାଜା ଜନ୍ମଦିନରେ ହେରୋଦିୟଙ୍କର କନ୍ୟା ନାଚ କଲେ। ସେଥିରେ ରାଜା ମୁଗ୍ଧ ହୋଇ ତାର ରାଜ୍ୟର ଅଧା ଭାଗ ତାଙ୍କୁ ଝିଅକୁ ଦେବା ପାଇଁ ଶପଥ କରିଥିଲେ। ସଲୋମୀ ଶୀଘ୍ର ଯାଇ ତାଙ୍କ ମାଆଙ୍କୁ ପଚାରିଲା, ବାପା ମୋତେ କହିଲେ ମୁଁ ଯାହା ମାଗିବି ସେ ମୋତେ ଦେବେ। ମୁଁ ବାପାଙ୍କୁ କ'ଣ ମାଗିବି? ସେଥିରେ ତାଙ୍କ ମା ଜହନଙ୍କ ମସ୍ତକ ଛେଦନ କରି ଗୋଟିଏ ଥାଳିରେ ମାଗିବାକୁ କହିଲେ। ସେଥିରେ ରାଜା ଦୁଃଖିତ ହେଲେ, କାରଣ ଜହନ ଜଣେ ଧାର୍ମିକ ଓ ଭାବବାଦୀ ପୁରୁଷ ଥିଲେ। ତଥାପି ସେ ଜନଗହଳି ମଧ୍ୟରେ ସେ ଶପଥ କରିଥିବାରୁ ସେ ସେହି ଶପଥକୁ ଫେରାଇ ନେଲେ ନାହିଁ।
ତାଙ୍କ ଝିଅ ଯାହା ମାଗିଲା ସେଥିରେ ସେ ଦେଇଦେଲେ ଓ ଯୋହନଙ୍କର ଶିଷ୍ୟମାନେ ତାଙ୍କ ଶବକୁ ସମାଧି କଲେ। ଆମେନ୍। ପ୍ରେଜ୍ ଦ ଲର୍ଡ।